ओलीवुड जगतर लोकप्रिय कंठशिल्पी ह्यूमान सागरଙ୍କ अकाल वियोगକୁ ନେଇ ବିବାଦ ନିଆଁ ହୁତୁହୁତୁ ହୋଇ ଜଳୁଛି। ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ମା ମ୍ୟାନେଜରଙ୍କ ନାଁ ସହ ଜଣେ ମହିଳା ଗାୟିକାଙ୍କ ନାଁ ମଧ୍ୟ ନେଇଛନ୍ତି। ଅନ୍ୟପକ୍ଷେ ମ୍ୟାନେଜର ତାଙ୍କ ମା ଏବଂ ପରିବାରକୁ ହ୍ୟୁମାନଙ୍କ ମୃତ୍ୟୁର କାରଣ କହିଛନ୍ତି। ଏହି ବିବାଦ ମଧ୍ୟରେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ପ୍ରତିକ୍ରିୟା ରଖି କହିଛନ୍ତି ଯେ ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ ଟ୍ରାପ୍ କରାଯାଉଥିଲା। ବାରମ୍ବାର ସ୍ତ୍ରୀ ଓ ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ, କିନ୍ତୁ ତାଙ୍କୁ ବାରମ୍ବାର ଅଟକା ଯାଉଥିଲା। ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ତାହାର ତଦନ୍ତ କରାଯାଉ। ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି। ସେ ପୁଣି କହିଛନ୍ତି ଯେ ଗୋଟେ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମା। ହ୍ୟୁମାନଙ୍କ ମାକୁ ଗାଳିଗୁଲଜ କରିବା ଠିକ୍ ନୁହେଁ। ଅନ୍ୟପକ୍ଷେ ସେ କହିଛନ୍ତି ସୋସିଆଲ ମିଡିଆ ଟ୍ରୋଲକୁ ବହୁତ ଡରୁଥିଲେ ହ୍ୟୁମାନ। ହ୍ୟୁମାନ ଅସୁସ୍ଥ ଅବସ୍ଥାରେ ଷ୍ଟେଜ୍ ଶୋ କରୁଥିବା ନେଇ ବିଭିନ୍ନ ଭିଡିଓ ଭାଇରାଲ ହେଉଛି। ଓଲିଉଡ୍ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗକୁ ନେଇ ବିବାଦ ନିଆଁ ହୁତୁହୁତୁ ହୋଇ ଜଳୁଛି। ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ମା ମ୍ୟାନେଜରଙ୍କ ନାଁ ସହ ଜଣେ ମହିଳା ଗାୟିକାଙ୍କ ନାଁ ମଧ୍ୟ ନେଇଛନ୍ତି। ଅନ୍ୟପକ୍ଷେ ମ୍ୟାନେଜର ତାଙ୍କ ମା ଏବଂ ପରିବାରକୁ ହ୍ୟୁମାନଙ୍କ ମୃତ୍ୟୁର କାରଣ କହିଛନ୍ତି। ଏହି ବିବାଦ ମଧ୍ୟରେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ପ୍ରତିକ୍ରିୟା ରଖି କହିଛନ୍ତି ଯେ ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ ଟ୍ରାପ୍ କରାଯାଉଥିଲା। ବାରମ୍ବାର ସ୍ତ୍ରୀ ଓ ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ, କିନ୍ତୁ ତାଙ୍କୁ ବାରମ୍ବାର ଅଟକା ଯାଉଥିଲା। ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ତାହାର ତଦନ୍ତ କରାଯାଉ। ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି। ସେ ପୁଣି କହିଛନ୍ତି ଯେ ଗୋଟେ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମା। ହ୍ୟୁମାନଙ୍କ ମାକୁ ଗାଳିଗୁଲଜ କରିବା ଠିକ୍ ନୁହେଁ। ଅନ୍ୟପକ୍ଷେ ସେ କହିଛନ୍ତି ସୋସିଆଲ ମିଡିଆ ଟ୍ରୋଲକୁ ବହୁତ ଡରୁଥିଲେ ହ୍ୟୁମାନ। ହ୍ୟୁମାନ ଅସୁସ୍ଥ ଅବସ୍ଥାରେ ଷ୍ଟେଜ୍ ଶୋ କରୁଥିବା ନେଇ ବିଭିନ୍ନ ଭିଡିଓ ଭାଇରାଲ ହେଉଛି।